କିନ୍ତୁ ସ୍ୱାଧୀନ ହେଲା ପରେ ସେ ଦେଶ ଯେହେତୁ ତା ଆଗରୁ ବ୍ରିଟିଶ ନୀତି ନିୟମ ଅନୁସାରେ ଚାଲୁଥିଲା ଆଉ ଦେଶକୁ ଚଳାଇବା ପାଇଁ ଏକ ସ୍ୱତନ୍ତ୍ର ନୀତି ନିୟମର ଆବଶ୍ୟକତା ଥିଲା, ଯେଉଁଥିପାଇଁ ଆମମାନଙ୍କର ସମ୍ବିଧାନ ପ୍ରଣୟନ ହୋଇଥିଲା। ଆଉ ସେ ସମ୍ବିଧାନକୁ ଆମମାନେ 1949 ମସିହା ଜାନୁଆରୀ 24 ତାରିଖରେ ଗ୍ରହଣ କରିଥିଲୁ ଆଉ 1950 ମସିହା ଜାନୁଆରୀ 26 ତାରିଖରୁ ଆମେ ତାହାକୁ କାର୍ଯ୍ୟକାରୀ କରିଛୁ। ଯେଉଁଥିରେକି ଆମେ ତାହାକୁ ଗଣତନ୍ତ୍ର ଭାବରେ ପାଳନ କରୁଛୁ, ଦିବସ ପାଳନ କରୁଛୁ। କାରଣ ଦେଶକୁ ଚଳାଇବା ପାଇଁ ରାଜତନ୍ତ୍ର ନୁହେଁ, ଗଣତନ୍ତ୍ର ମାନେ ଲୋକତନ୍ତ୍ର ବା ଲୋକମାନଙ୍କ ଦ୍ୱାରା ଶାସନ କରାଯାଏ। ସେଥିପାଇଁ ଆମମାନଙ୍କର ନିର୍ବାଚନର ବ୍ୟବସ୍ଥା କରାଗଲା। ଲୋକମାନେ ନିଜକୁ ଶାସନ କରିବା ପାଇଁ ନିଜେ ପସନ୍ଦ କରୁଥିବା ଲୋକଙ୍କୁ ପ୍ରତିନିଧି ଭାବରେ ନିର୍ବାଚିତ କରିବେ ଆଉ ସେମାନେ ତାଙ୍କ